ଆଜିର ଏହି ସାହିତ୍ୟ କଳାଂଶକୁ ସ୍ୱାଗତ ତଥା ଅଭିନନ୍ଦନ। ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ସନ୍ଧ୍ୟା କବିତାକୁ ଆଲୋଚନା କରିବା। ଏହି କବିତାଟିକୁ ଲେଖିଛନ୍ତି ମଧୁସୂଦନ ରାଓ। ପ୍ରଥମେ ମୁଁ ଆବୃତ୍ତି କରୁଛି, ଧ୍ୟାନର ସହିତ ଶୁଣିବା। ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ରାବ ଦେଇ ଯେଝା ବାସେ କରନ୍ତି ଗମନ। ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବାରଡ଼ି, ଯାଉଛନ୍ତି ଗୋରୁ ପଲ ଗୋଠରୁ ବାହୁଡ଼ି। ହଳ କାମ ସାରି ଚଷା ମହା ଆନନ୍ଦରେ, ନାନା ରଙ୍ଗେ ଗୀତ ଗାଇ ବାହୁଡ଼ାଇ ଘରେ। ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ, ଆବରଇ ଜଳ ସ୍ଥଳ ପର୍ବତ କାନନ। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ। ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ, ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ। ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ତାହାର ପରଶେ ଏବେ ମୁଦିବେ ନୟନ। ପିଲାମାନେ, ଏହି ଗୀତର ବିଭିନ୍ନ ପ୍ରକାର ସ୍ୱର ଅଛି। ଆକୁ ଯେଉଁଭଳି ସ୍ୱର ଯାହାର ଭଲ ହେବ ସେହିଭଳି ଆମେ ଆବୃତ୍ତି କରିପାରିବା। ତଥାପି ତୁମର ଆହୁରି ଯଦି ସ୍ୱର ଭଲ ହୁଏ ଚେଷ୍ଟା କରିବ। ଏବେ ଆମେ ଏହି କବିତାର ସାରାଂଶକୁ ଆଲୋଚନା କରିବା। ଦେଖ ପିଲାମାନେ, ଏହି ପଂକ୍ତିରେ ଲେଖା ହେଇଛି, ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ରାବ ଦେଇ ଯେଝା ବାସେ କରନ୍ତି ଗମନ। ଦେଖ, ଏହି ପଂକ୍ତିରେ ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ରାବ ଦେଇ ଯେଝା ବାସେ କରନ୍ତି ଗମନ। ଆମର କବି ମଧୁସୂଦନ ରାଓ ଲେଖିଛନ୍ତି ଯେ ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି, କେତେବେଳେ ଅସ୍ତ ହୁଅନ୍ତି? ସନ୍ଧ୍ୟା ହେଲେ ସୂର୍ଯ୍ୟ ଅସ୍ତ ହୁଅନ୍ତି। ଯେତେବେଳେ ଦିନ ସରିଯାଏ, ସନ୍ଧ୍ୟା ହେଲେ ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି, ସେତେବେଳେ କ'ଣ ଆସେ? ଅନ୍ଧାର ଘୋଟି ଆସେ। ମାନେ କବି ଲେଖିଛନ୍ତି, ବର୍ଣ୍ଣନା କରିଛନ୍ତି, ଅସ୍ତ ହେଲେ ଦିନମଣି। ଦିନମଣି ଅର୍ଥ ସୂର୍ଯ୍ୟ। ସୂର୍ଯ୍ୟ ଯେତେବେଳେ ଅସ୍ତ ହୁଅନ୍ତି ସେତେବେଳେ ସନ୍ଧ୍ୟା ଆସେ। ସେତେବେଳେ ସନ୍ଧ୍ୟା ଆସିଥାଏ। ତେଣୁ କବି ଲେଖିଛନ୍ତି, ଆସଇ ରଜନୀ ରାଣୀ ଧରି କଳା ବେଶ। ରଜନୀ ମାନେ ରାତି। ସନ୍ଧ୍ୟା ହୁଏ, ସନ୍ଧ୍ୟା ପରେ ଆଉ ଥରେ ରାତି ଆସେ। ସନ୍ଧ୍ୟା ହେଲେ ତାପରେ ରାତି ଆସେ। ସେତେବେଳେ କଳା ବେଶ ଧାରଣ କରି, କଥାରେ ଏଠି ବର୍ଣ୍ଣନା କରିଛନ୍ତି କବି ଯେ କଳା ବେଶକୁ ଧାରଣ କରି, ମାନେ ରାତି ଚାରିଆଡ଼େ କ'ଣ ଅନ୍ଧାର ଦେଖାଯାଏ, ତେଣୁ ଅନ୍ଧାରକୁ କଳା ବେଶ ସହିତ ତୁଳନା କରିଛନ୍ତି କବି ମଧୁସୂଦନ ରାଓ। ସେ ହେଉଛନ୍ତି ଭକ୍ତ କବି ମଧୁସୂଦନ ରାଓ। ତେଣୁ ସେ ରଜନୀ ରାଣୀ କଳା ବେଶକୁ ଧାରଣ କରି
ଏଇ ଧରାବକ୍ଷକୁ ପଦାର୍ପଣ କରନ୍ତି। କେତେବେଳେ ନା ଯେତେବେଳେ ସନ୍ଧ୍ୟା ଆସେ ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି ସେତେବେଳେ ସୂର୍ଯ୍ୟ ଅସ୍ତ ହେଲେ ସନ୍ଧ୍ୟା ନଇଁ ଆସେ। ସନ୍ଧ୍ୟା ହେଲେ ରଜନୀ ରାଣୀ ମାନେ ରାତି ପୁରା କଳା ବେଶକୁ ଧାରଣ କରି ଆସନ୍ତି ଏଇ ଧରାବକ୍ଷକୁ। ତାପରେ କବି ବର୍ଣ୍ଣନା କରିଛନ୍ତି ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ମାନେ ସନ୍ଧ୍ୟା ହେଇଗଲା ବୋଲି ପକ୍ଷୀମାନେ ରାବ ଦେଇକି ଯିଏ ଯାହା ଘରକୁ ଯିଏ ଯାହା ବାସେ କରନ୍ତି ଗମନ। ଗମନ ମାନେ ଯାଆନ୍ତି। ଦେଖିଥିବ ତମେ ପିଲାମାନେ ଆକାଶରେ ପକ୍ଷୀମାନେ ପୁରା ଦଳ ଦଳ ହୋଇ ଉଡ଼ି ଉଡ଼ି ଯାଆନ୍ତି। ସେମାନେ କେଉଁ ଆଡ଼େ ଯାଆନ୍ତି ସନ୍ଧ୍ୟାବେଳେ ନା ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଯିଏ ଯେଉଁ ଆଡ଼େ ଯାଇଥାଏ ନିଜ ଘରକୁ, ମାନେ ପକ୍ଷୀମାନଙ୍କର ଘର କେଉଁଠି ନା କେଉଁ ଗଛ ଡାଳରେ ଯେଉଁଠି ବସା କରନ୍ତି ସେହି ସ୍ଥାନକୁ ସେ ଚାଲିଯାଆନ୍ତି। ସେ ପୁଣି କିପରି ଚାଲନ୍ତି ନା ରାବ ଦେଇକିରି କିଚିରି ମିଚିରି ଶବ୍ଦ କରି ବିଭିନ୍ନ ପ୍ରକାର ଶବ୍ଦ କରି ସେମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି। ତାପରେ ଦେଖ ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବା ରଡ଼ି, ଯାଉଛନ୍ତି ଗୋରୁ ପଲ ଗୋଠରୁ ବାହୁଡ଼ି, ହଳ କାମ ସାରି ଚଷା ମହା ଆନନ୍ଦରେ, ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ। ଏ ପଂକ୍ତିରେ କବି ବର୍ଣ୍ଣନା କରିଛନ୍ତି ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବାରଡ଼ି, ଯାଉଛନ୍ତି ଗୋରୁ ପଲ ଗୋଠରୁ ବାହୁଡ଼ି, ହଳ କାମ ସାରି ଚଷା ମହା ଆନନ୍ଦରେ, ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ। ମାନେ ଏହି ପଂକ୍ତିରେ କବି ମଧୁସୂଦନ ରାୟ ବର୍ଣ୍ଣନା କରିଛନ୍ତି ଯେତେବେଳେ ସନ୍ଧ୍ୟା ହୋଇଥାଏ ସେତେବେଳେ ଧୂଳି ଉଡ଼ାଇ ଦାଣ୍ଡରେ ହମ୍ବାରଡ଼ି କରି ଗୋରୁ ପଲ ଗୋଠରୁ ବାହୁଡ଼ି ଯାଆନ୍ତି। ଦେଖିଥିବ ପିଲାମାନେ ସନ୍ଧ୍ୟା ବେଳେ ଗାଈମାନେ କ'ଣ ଚରିବାକୁ ଯାଇଥାନ୍ତି। ଏମାନେ କ'ଣ ଚରିବାକୁ ଯାଇଥାନ୍ତି? ଯେତେବେଳେ ଦିନ ସରିଯାଏ ସନ୍ଧ୍ୟା ଆସେ ସେତେବେଳେ ଗାଁ ଦାଣ୍ଡରେ ଧୂଳି ଉଡ଼ାଇ ହମ୍ବା ରଡ଼ି କରି ଗାଈ ଗୋରୁମାନେ ଗୋଠରୁ ବାହୁଡ଼ି ଯାଆନ୍ତି। ଠିକ୍ ସେଇଭଳି ହଳ କାମ ସାରି ଚଷା କ'ଣ କରନ୍ତି? ଦିନରେ ପରିଶ୍ରମ କରନ୍ତି। ତା ଶସ୍ୟ କ୍ଷେତ୍ରକୁ ଯାଏ, ବିଲରେ କଠିନ ପରିଶ୍ରମ କରେ, ଚାଷ କାମ ସାରି ଆନନ୍ଦରେ ଗୀତ ଗାଇ ବାହୁଡ଼ାଇ ଘରେ। ମାନେ ଯେତେବେଳେ ଦିନର କାମ କରିଥାଏ ତା ଶସ୍ୟ କ୍ଷେତ୍ରରେ, ସନ୍ଧ୍ୟା ହେଲେ କ'ଣ କରେ ନିଜ ଘରକୁ ବାହୁଡ଼ି ଥାଏ। ମହା ଆନନ୍ଦରେ ସେ ଗୀତ ଗାଇ ଗାଇ ଖୁସି ମନରେ ବାହୁଡ଼ି ଯାଏ। ମାନେ ଦିନରେ ଯେଉଁ କାମ କରିଥାଏ ଟିକେ ଆରାମ ପାଇବ ଘରେ, ସେଭଳି ସେ କ'ଣ କରେ ଘରକୁ ନାନା ଗୀତ ଗାଇ ବାହୁଡ଼ଇ ଘରେ। ତାପରେ କବି ପଂକ୍ତିରେ ବର୍ଣ୍ଣନା କରିଛନ୍ତି ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ, ଆବରଇ ଜଳ ସ୍ଥଳ ପର୍ବତ କାନନ, ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଦେଖ ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ, ଆବରଇ ଜଳ ସ୍ଥଳ ପର୍ବତ କାନନ, ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଏହି ପଂକ୍ତିରେ କବି ବର୍ଣ୍ଣନା କରିଛନ୍ତି ଯେ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯାଆନ୍ତି ଠିକ୍ ସେହି ସମୟରେ ଅନ୍ଧକାର ଗୋଟି ଆସେ ଆଉ ରଜନୀ ରାଣୀ ମାନେ ରାତି କଳା ବେଶ ଧାରଣ କରି ଆସନ୍ତି। ଆଉ ଟିକେ ସମୟ ପରେ ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ, ଗଗନ ମାନେ ଆକାଶ, ଚାହୁଁ ଚାହୁଁ ଆକାଶ, ଗଗନ ମାନେ ଆକାଶ ଅନ୍ଧକାର ହୋଇଯାଏ। ଠିକ୍ ଆଉ କିଛି ସମୟ ପରେ ତାର ଆବରଇ ଜଳ ସ୍ଥଳ ପର୍ବତ କାନନ, ଯେଉଁ ଅନ୍ଧକାର ଘୋଟିଯାଏ କାହାକୁ ଘୋଟିଯାଏ ନା ସବୁ ଜଳ ସ୍ଥଳ ପର୍ବତ କାନନ, କାନନ ହେଲେ ବଣ ପର୍ବତ ଜଳ ସ୍ଥଳ ସବୁଆଡ଼େ ଚାରିଆଡ଼େ ଅନ୍ଧକାର
ହୋଇଯାଏ। ତାପରେ କିଛି ସମୟ ପରେ ଦେଖାଯାଏ ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଦେଖ ଏଠି ଦେଖିଥିବ ଦୀପାବଳି ସମୟରେ କିପରି ସବୁ ଘର ସଜାଇ ଦିଆଯାଏ, ଦୀପରେ ସଜ୍ଜିତ କରାଯାଏ, ଦୀପରେ ସଜାଇ ଦିଆଯାଏ, ବିଭିନ୍ନ ପ୍ରକାର ଦୀପ ଜଳାଯାଏ, ବିଭିନ୍ନ ପ୍ରକାର ଆଲୋକରେ ସଜାଇ ଦିଆଯାଏ। ଠିକ୍ ସେହିଭଳି ରତ୍ନ ଦୀପାବଳି ପରି ଯେପରି ଦୀପାବଳି ସମୟରେ ଆମେ ଘରେ ଦୀପ ଜାଳୁ, ଦୀପରେ ଆଚ୍ଛାଦ କରୁ, ସବୁ ଘରକୁ ଆଚ୍ଛାଦ କରିଥାଉ। ଠିକ୍ ସେହିପରି ଆକାଶରେ ତାରା ଦେଖାଯାଏ, କୋଟି କୋଟି ତାରା ସବୁ ଫୁଟିଥାଏ ଦେଖାଯାଏ ଏବଂ ସେଇ ତାରା ଦୀପାବଳି ସହିତ ତୁଳନା କରିଛନ୍ତି କବି। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି, ଯେପରି ଦୀପାବଳି ଦିନ ଆମକୁ ଦେଖାଯାଏ ଠିକ୍ ସେପରି ଆକାଶରେ ତାରା କୋଟି କୋଟି ସବୁ ଜଳୁଥାଏ, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି, ଗୋଟି ଗୋଟି ହୋଇ ତାରାଗଣ ସବୁ ଜଳୁଥାନ୍ତି ଆଉ ଆଲୋକ ପ୍ରଦାନ କରିଥାଏ ଏବଂ ତା ସାଙ୍ଗରେ ଚନ୍ଦ୍ର ମଧ୍ୟ ଆଲୋକିତ କରିଥାଏ। ଅନ୍ଧାର ଘୋଟି ଆସେ, ଅନ୍ଧାରରେ ଦେଖୁ ଦେଖୁ ଅନ୍ଧାର ଚାରିଆଡ଼େ ଘେରିଯାଏ ଆଉ ସେଇ ଅନ୍ଧକାର ସମୟରେ ଆକାଶରେ ତାରାଗଣ ସବୁ ଦେଖାଯାଏ ଆଉ ଜହ୍ନ ମଧ୍ୟ ଦେଖାଯାଏ ଆଉ ବହୁତ ସୁନ୍ଦର ଦେଖାଯାଏ। ଏଠି କବି ବର୍ଣ୍ଣନା କରିଛନ୍ତି ଯେ ତାରା ଯେଉଁ ଫୁଟିବାକୁ ରତ୍ନ ଦୀପାବଳି ସହିତ ତୁଳନା କରିଛନ୍ତି। ତାପରେ କବି ବର୍ଣ୍ଣନା କରିଛନ୍ତି ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ, ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ, ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ, ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ତାହାର ପରଶେ ଏବେ ମୁଦିବେ ନୟନ। ଦେଖ ଏଠି କବି ବର୍ଣ୍ଣନା କରିଛନ୍ତି ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ। ଏବେ ଯେଉଁ ଅନ୍ଧକାର ଆସିଲା ସେତେବେଳେ ସମସ୍ତ ଚାରିଆଡ଼େ କ'ଣ ଦିବସ ମାନେ ଦିନର ଯେଉଁ ଗହଳି ଥିଲା ସେ ଗହଳି ଚହଳି ଆଉ ଦେଖାଯାଉ ନାହିଁ, ଆଉ ଗହଳି ଚହଳି ଶୁଭୁ ନାହିଁ। ଯେତେବେଳେ ସନ୍ଧ୍ୟା ଆସେ, ରାତି ଆସେ, ରାତି ହେଲେ ଗହଳି କମିଯାଏ। ଦେଖ ଆମେ ଦେଖିଛେ ଯେ ଆମେ ଯେତେବେଳେ ରାତି ହୁଏ ଆମେ କ'ଣ କରୁଛେ, ରାତିରେ ବୁଲୁଛେ କି? ରାତିରେ ବୁଲୁନେ, ଆମେ ରାତିରେ କ'ଣ କରୁଛେ, ଶୋଇଯାଉଛେ। ଦିନରେ ଯେଉଁ ପରିଶ୍ରମ କରୁଛେ ରାତିରେ ଟିକେ ଆରାମ କରୁଛେ, ବିଶ୍ରାମ ଲୋଡ଼ୁଛେ। ତେଣୁ ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ଭାଙ୍ଗି ଯାଇଛି ମାନେ ଭଗ୍ନ ହୋଇଯାଇଛି। ଏ ଦିନର ଯେଉଁ ଗହଳି ଚହଳି ପୁରା ଶୂନଶାନ ହୋଇଯାଇଛି, ଭାଙ୍ଗି ଯାଇଛି। ନାହିଁ ଆଉ ଏ ଭୁବନେ ଜୀବନ ଚହଳ, ଆଉ ଏ ଭୁବନରେ ଚହଳ ନାହିଁ, ଗହଳି ଚହଳି ନାହିଁ। ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ, ଦିନରେ ଯେଉଁ ଶ୍ରମର ଅନ୍ତେ ମାନେ ଶେଷରେ, ଦିନରେ ଯେଉଁ ପରିଶ୍ରମ କରନ୍ତି ଚାଷୀମାନେ ତାର ଶସ୍ୟ କ୍ଷେତ୍ରରେ କାମ କରନ୍ତି ଏବଂ ବିଭିନ୍ନ କର୍ମଚାରୀ ବିଭିନ୍ନ କର୍ମକ୍ଷେତ୍ରକୁ ଯାଆନ୍ତି, ସନ୍ଧ୍ୟାବେଳେ ସମସ୍ତେ ଘରକୁ ଫେରନ୍ତି ଆଉ ଘରକୁ ଫେରି ଯିଏ ଯାହା ବାସରେ, ଯିଏ ଯାହା ଘରେ ବିଶ୍ରାମ ଲୋଡ଼ନ୍ତି। ତେଣୁ କବି ବର୍ଣ୍ଣନା କରିଛନ୍ତି ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ, ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ଧୀରେ ଧୀରେ ଶିଶୁ ଏବଂ ଜନସାଧାରଣ ସମସ୍ତଙ୍କୁ କ'ଣ ଆସେ, ନିଦ ମାଡ଼ି ଆସେ ଆଉ ସେତେବେଳେ ସମସ୍ତେ ନିଦରେ ଶୋଇଯାଆନ୍ତି। ତେଣୁ କବି ବର୍ଣ୍ଣନା କରିଛନ୍ତି ଯେ ଆସ୍ତେ ଆସ୍ତେ ସମସ୍ତଙ୍କୁ କ'ଣ ନିଦ ଆସିଥାଏ ଆଉ ସେତେବେଳେ ସମସ୍ତେ ନିଦରେ ଶୋଇଯାଆନ୍ତି। ତେଣୁ କବି କହିଛନ୍ତି ଧୀରେ ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ତାହାର ପରଶେ ଏବେ ମୁଦିବେ ନୟନେ। ମୁଦିବେ ମାନେ ଆଖି ବନ୍ଦ କରିବେ, ନୟନ ମାନେ ଆଖି। ଦିନର ଯେଉଁ ପରିଶ୍ରମ କରନ୍ତି ରାତିରେ ଟିକେ ବିଶ୍ରାମ ନିଅନ୍ତି, ତେଣୁ ଆଖି ବୁଜି ବିଶ୍ରାମ ନିଅନ୍ତି। ଯେଉଁ ଦିନରେ ପରିଶ୍ରମ କରନ୍ତି ରାତିରେ ବିଶ୍ରାମ ନିଅନ୍ତି। ଏହି କବିତାଟିକୁ ଭଲ ଭାବରେ ବୁଝିଲେ, ଯଦି ଭଲ ଲାଗିଥିବ ଏହି କବିତାଟି
ଦୟାକରି ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ, ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରିବେ। କାହିଁକି ନା ଯେତେବେଳେ ଆମେ ନୂଆ ଭିଡ଼ିଓ ଅପଲୋଡ଼ କରିବୁ ତାହେଲେ ଆପଣ ପ୍ରଥମେ ଦେଖିପାରିବେ। ଜୟ ଜଗନ୍ନାଥ, ନମସ୍କାର।